ପିଲାମାନେ ଆମେ ଆଜି ନବମ ଶ୍ରେଣୀ ଇଂରାଜୀ ବହିର ପ୍ରଥମ କବିତାଟି ପଢ଼ିବା। ସେହି କବିତାଟି ହେଲା ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଯୋହିଁ ଥାଏ ନିରନ୍ତର। ତାହା ହେଲା ହୁମ୍ ଏଣ୍ଡ ଲଭ୍, ହୁମ୍ ଏଣ୍ଡ ଲଭ୍, ହୁମ୍ ଏଣ୍ଡ ଲଭ୍। ହୁମ୍ ଏଣ୍ଡ ଲଭ୍ର ପୋଏଟ୍ ରୋବର୍ଟ ୱିଲିୟମ ସର୍ଭିସ୍, ଯିଏକି ଇଂଲଣ୍ଡର ଲଙ୍କାସାର ଅନ୍ତର୍ଗତ ପ୍ରିଷ୍ଟନ୍ ଠାରେ 1874 ମସିହା ଜାନୁଆରୀ 16 ତାରିଖରେ ଜନ୍ମଗ୍ରହଣ କରିଥିଲେ। ପିଲାମାନେ ଏବେ ପଢ଼। Just whom and love, Just whom and love, the words are small, the words are small, four little letters four little letters, unto each, unto each, and yet you will not find in all you will not find in all the wide and gracious the wide and gracious range of speech, range of speech, two more so tenderly complete, so tenderly complete, when angels when angels talk in heaven above, talk in heaven above, I am sure I am sure they have no words they have no words more sweet more sweet than home and love. than home and love. Just whom and love, Just home and love, the words are small, the words are small, କେବଳ ଘର ଓ ମମତା କେବଳ ଘର ଓ ମମତା, କ୍ଷୁଦ୍ର ଏହି ଶବ୍ଦ ଗୁଡ଼ିକ, କ୍ଷୁଦ୍ର ଏହି ଶବ୍ଦ ଗୁଡ଼ିକ, four little letters four little letters unto each, unto each, ପ୍ରତ୍ୟେକରେ ଅଛି ମାତ୍ର ପ୍ରତ୍ୟେକରେ ଅଛି ମାତ୍ର ଚାରୋଟି ଲେଖାଏଁ ଅକ୍ଷର। ଚାରୋଟି ଲେଖାଏଁ ଅକ୍ଷର। And yet And yet you will not find in all, you will not find in all, ଏବଂ ତଥାପି ତୁମେ ଏବଂ ତଥାପି ତୁମେ ପାଇବ ନାହିଁ ସମ୍ପୂର୍ଣ୍ଣ ରୂପେ, ପାଇବ ନାହିଁ ସମ୍ପୂର୍ଣ୍ଣ ରୂପେ, the wide and gracious range of speech, the wide and gracious range of speech, ବିସ୍ତୃତ ଓ ମଧୁର ବିସ୍ତୃତ ଓ ମଧୁର ପରିସୀମା ଉକ୍ତିଟିର। ପରିସୀମା ଉକ୍ତିଟିର। Two more Two more so tenderly complete, so tenderly complete, ଆଉ ଦୁଇଟି ଏତେ ଆଉ ଦୁଇଟି ଏତେ ଯତ୍ନଶୀଳ ଭାବେ ସମ୍ପୂର୍ଣ୍ଣ। ଯତ୍ନଶୀଳ ଭାବେ ସମ୍ପୂର୍ଣ୍ଣ, When angels when angels talk in heaven above, talk in heaven above, ଯେବେ ଦେବଦୂତମାନେ ଯେବେ ଦେବଦୂତମାନେ କଥା ହୁଅନ୍ତି ସ୍ୱର୍ଗରେ, କଥା ହୁଅନ୍ତି ସ୍ୱର୍ଗରେ, I am sure I am sure they have no words they have no words more sweet, more sweet, ମୁଁ ନିଶ୍ଚିତ ମୁଁ ନିଶ୍ଚିତ ସେମାନଙ୍କ ନିକଟରେ ନାହିଁ ସେମାନଙ୍କ ନିକଟରେ ନାହିଁ କୌଣସି ଶବ୍ଦ ଅଧିକ ମଧୁରତର କୌଣସି ଶବ୍ଦ ଅଧିକ ମଧୁରତର than home and love, than home and love, ଘର ଓ ମମତା ଅପେକ୍ଷା। ଘର ଓ ମମତା ଅପେକ୍ଷା। ପିଲାମାନେ ତୁମ ପାଇଁ କିଛି ସିମ୍ପଲ୍ କ୍ୱେଶ୍ଚନ୍ ଅଛି। ପ୍ରଥମ ପ୍ରଶ୍ନ ହେଲା ହୁ ଇଜ୍ ଦ ପୋଏଟ୍ ଅଫ୍ ଦି ପୋଏମ୍ ହୁମ୍ ଆଣ୍ଡ ଲଭ୍? ତାର ଆନ୍ସର୍ ନିଶ୍ଚୟ ଜାଣିଥିବ, ରୋବର୍ଟ ୱିଲିୟମ ସର୍ଭିସ୍। ସେକେଣ୍ଡର ହ୍ୱିଚ୍ ୱାର୍ଡ଼ସ୍ ଆର୍ ଇମ୍ପୋର୍ଟାଣ୍ଟ ଇନ୍ ଦ ଫାର୍ଷ୍ଟ ଲାଇନ୍ ଅଫ୍ ଦି ପୋଏମ୍ ହୁମ୍ ଆଣ୍ଡ ଲଭ୍? ହାଉ ମେନି ଲେଟର୍ସ ଆର୍ ଦେୟାର ଅନ୍ ଟୁ ଇଚ୍? ପ୍ରତ୍ୟେକରେ କେତୋଟି ଅକ୍ଷର ଭରି ରହିଛି? 4 ଚାରିଟି। ହ୍ୱିଚ୍ ଟୁ ୱାର୍ଡ଼ସ୍ ଆର୍ ଦି ସୁଇଟେଷ୍ଟ ଆକର୍ଡ଼ିଂ ଟୁ ଦି ପୋଏଟ୍ ହୁମ୍ ଆଣ୍ଡ ଲଭ୍? ପିଲାମାନେ ତୁମ ପାଇଁ ଏକ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ଅଛି, ସେଇଟା ହେଉଛି ଡୁ ୟୁ ଥିଙ୍କ ଦ୍ୟାଟ୍ ମିନିଂ ଅଫ୍ ହୋମ୍ ଆଣ୍ଡ ଲଭ୍ ଆର୍ ଭେରି ୱାଇଡ୍ ଆଣ୍ଡ ଗ୍ରାସିୟସ୍? ଡିସ୍କସ୍। ଘର ଓ ମମତା ଶବ୍ଦର ଅର୍ଥ ଖୁବ୍ ବ୍ୟାପକ ଓ ମଧୁର ବୋଲି ତୁମେ ଭାବୁଛ କି? ଆଲୋଚନା କର। ଦେଖ ଆନ୍ସର୍, ହୋମ୍ ଆଣ୍ଡ ଲଭ୍ ଆର୍ ଟୁ ସ୍ମଲ୍ ୱାର୍ଡ଼ସ୍ ବଟ୍ ଇଟ୍ସ ମିନିଂ ଇଜ୍ ୟୁନିକ୍। ଘର ଓ ମମତା କ୍ଷୁଦ୍ର ଶବ୍ଦ କିନ୍ତୁ ଏହାର ଅର୍ଥ ବ୍ୟାପକ। ଇଟ୍ କ୍ୟାଣ୍ଟ ଡେସ୍କ୍ରାଇବ୍ ବାଇ ୱାର୍ଡ଼ସ୍। ଏହା ଅକ୍ଷର ବା ଶବ୍ଦରେ ବା କଥାରେ ପ୍ରକାଶ କରି ହୁଏ ନାହିଁ। ଇଟ୍ କ୍ୟାନ୍ ଓନ୍ଲି ବି ରିଏଲାଇଜ୍ଡ ଏଟ୍ ଦି ହାର୍ଟ ଆଣ୍ଡ ମାଇଣ୍ଡ। ଏହା କେବଳ ମନ ଓ ହୃଦୟରେ ଅନୁଭବ କରିହୁଏ। ଦସ୍ ଦି ମିନିଂ ଅଫ୍ ହୋମ୍ ଆଣ୍ଡ ଲଭ୍, ତେଣୁ ଘର ଓ ମମତାର ଅର୍ଥ ଭେରି ୱାଇଡ୍ ଆଣ୍ଡ ଗ୍ରାସିୟସ୍, ବିସ୍ତୃତ ଓ ମଧୁର। ପିଲାମାନେ ଦେଖ ଆଉ ଗୋଟେ ପ୍ରଶ୍ନ ଅଛି, ହ୍ୱିଚ୍ ଆଇଡ଼ିଆ ଡୁ ଦି ଆଙ୍ଗେଲ୍ସ ଡିସ୍କସ୍ ଇନ୍ ହେଭେନ୍? ସ୍ୱର୍ଗରେ ଦେବଦୂତମାନେ କ'ଣ ଆଲୋଚନା କରନ୍ତି? ତାର ଆନ୍ସର୍ ଦେଖ, ଦି ଆଙ୍ଗେଲ୍ସ ଡିସ୍କସ୍ ଇନ୍ ହେଭେନ୍ ଦ୍ୟାଟ୍ ଦେୟାର ଆର୍ no words more sweet than home and love on earth। ଦେବଦୂତମାନେ ସ୍ୱର୍ଗରେ କଥା ହୁଅନ୍ତି ଯେ ମର୍ତ୍ତ୍ୟପୃଷ୍ଠରେ ଘର ଓ ମମତା ଅପେକ୍ଷା
କୌଣସି ଅଧିକ ମଧୁରତର ଶବ୍ଦ ନାହିଁ। ପିଲାମାନେ ଆମେ ଏବେ ସେକେଣ୍ଡ ଷ୍ଟାଞ୍ଜା ପଢ଼ିବା। ପଢ଼ ପିଲାମାନେ। Just whom and love, it is hard to guess which of the two were best to gain. Whom without love is bitterness. Love without whom is often pain. No, each alone will seldom do. Somehow they travel hand and glove. If you win one, you must have two. Both whom and love. ପିଲାମାନେ ଆମେ ଏବେ ସେକେଣ୍ଡ ଷ୍ଟାଞ୍ଜାର ଓଡ଼ିଆ ମାନେ କରିବା। Just whom and love, it is hard to guess. କେବଳ ଘର ଓ ମମତା, ଏଥିରୁ ଅନୁମାନ କରିବା କଠିନ। Which of the two were best to gain. ଦୁଇଟିରୁ କେଉଁଟି ପାଇବା ସର୍ବୋତ୍ତମ। Whom without love is bitterness. ମମତା ବିନା ଘର ତିକ୍ତପୂର୍ଣ୍ଣ। Love without whom is often pain. ଘର ବିନା ମମତା ଯନ୍ତ୍ରଣାଦାୟକ। No, each alone will seldom do. ନା ପ୍ରତ୍ୟେକ ଏକାକୀ କିଛି କରିପାରିବେ ନାହିଁ। Somehow they travel hand and glove. ଯେପରି ହେଉ ସେମାନେ ଚାଲନ୍ତି ପରସ୍ପର ହାତ ଧରି। If you win one, you must have two. ଯଦି ତୁମେ ଜିତିଯାଅ ଗୋଟିଏ, ତେବେ ପାଇବ ଦୁଇଟି। Both whom and love. ଉଭୟ ଘର ଓ ମମତା। ପିଲାମାନେ ତୁମ ପାଇଁ କିଛି ସିମ୍ପଲ କ୍ୱେଶ୍ଚନ୍ ଅଛି। Whom without love is dash. ଉତ୍ତର ନିଶ୍ଚିତ ପାଇଯାଇଥିବ bitterness. Love without whom is dash. ଉତ୍ତର ନିଶ୍ଚୟ ଜାଣିଥିବ often pain. How do whom and love travel? Whom and love travel hand and glove. ପିଲାମାନେ ତୁମ ପାଇଁ ବର୍ତ୍ତମାନ ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ଅଛି। Why does the bitterness arises? ତିକ୍ତତା କାହିଁକି ସୃଷ୍ଟି ହୁଏ? The bitterness arises in the absence of love. ଘରର ମମତା ଅନୁପସ୍ଥିତିରେ ତିକ୍ତତା ସୃଷ୍ଟି ହୁଏ। ପିଲାମାନେ ଆମେ ଏବେ ଲାଷ୍ଟ ଷ୍ଟାଞ୍ଜା ପଢ଼ିବା। ପଢ଼। And if you have both, well then I am sure you ought to sing the whole day long. It doesn't matter if you are poor. With these to make divine your song. And so I praisefully repeat, when angels talk in heaven above, there are no words more simply sweet than home and love. If you have a both, well then I am sure. ଯଦି ତୁମ ନିକଟରେ ଅଛି ଦୁଇଟି ଯାକ, ତେବେ ମୁଁ ନିଶ୍ଚିତ। You ought to sing the whole day long. ଦିନ ତମାମ ତୁମେ ବୋଲିବା ଉଚିତ ସଙ୍ଗୀତର ମୂର୍ଚ୍ଛନା। It does not matter if you are poor. ଯାଏ ଆସେ ନାହିଁ କିଛି ଯଦି ତୁମେ ହୋଇଥାଅ ଦରିଦ୍ର। With these to make divine your song. ଭରି ଦେବାକୁ ତୁମ ସଙ୍ଗୀତର ଏସବୁ ଦିବ୍ୟ ଆହ୍ଲାଦନ। And so I praisefully repeat,
ଏବଂ ଆହୁରି ମୁଁ ପ୍ରଶଂସାରେ ଏବଂ ଆହୁରି ମୁଁ ପ୍ରଶଂସାରେ କରୁଛି ପୁନରାବୃତ୍ତି। କରୁଛି ପୁନରାବୃତ୍ତି। When angels When angels talk in heaven above, talk in heaven above, ଯେବେ ଦେବଦୂତମାନେ ଯେବେ ଦେବଦୂତମାନେ କଥା ହୁଅନ୍ତି ସ୍ୱର୍ଗରେ, କଥା ହୁଅନ୍ତି ସ୍ୱର୍ଗରେ, there are no words there are no words more simply sweet, more simply sweet, କୌଣସି ଶବ୍ଦ ନାହିଁ କୌଣସି ଶବ୍ଦ ନାହିଁ ଅଧିକ ସରଳ ମଧୁର ଅଧିକ ସରଳ ମଧୁର than home and love, then whom and love, ଘର ଓ ମମତା ଅପେକ୍ଷା। ଘର ଓ ମମତା ଅପେକ୍ଷା। ପିଲାମାନେ ତୁମ ପାଇଁ କିଛି ବର୍ତ୍ତମାନ ସହଜ ପ୍ରଶ୍ନ ଅଛି। ପ୍ରଥମ ପ୍ରଶ୍ନ ହେଲା, କ୍ୟାନ୍ ୱି ସେପାରେଟ୍ ହୋମ୍ ଆଣ୍ଡ ଲଭ୍? ଆମେ ଘର ଓ ମମତାକୁ ଅଲଗା କରିପାରିବା କି? ନୋ, ନା, ୱି କ୍ୟାଣ୍ଟ ସେପାରେଟ୍ ହୋମ୍ ଆଣ୍ଡ ଲଭ୍। ନା, ଆମେ ଘର ଓ ମମତାକୁ ଅଲଗା କରିପାରିବା ନାହିଁ। ଦ୍ୱିତୀୟ ପ୍ରଶ୍ନ, ହ୍ୱେନ୍ ଡୁ ୟୁ ସିଙ୍ଗ୍ ଦି ହୋଲ୍ ଡେ ଲଙ୍ଗ୍? କେତେବେଳେ ତୁମେ ଦିନ ତମାମ ସଙ୍ଗୀତ ଗାନ କର? ତାର ଉତ୍ତର ହେଲା, ହ୍ୱେନ୍ ୱି ହ୍ୟାଭ୍ ବୋଥ୍ ହୋମ୍ ଆଣ୍ଡ ଲଭ୍ ୱି ସିଙ୍ଗ୍ ଦି ହୋଲ୍ ଡେ ଲଙ୍ଗ୍। ଯେତେବେଳେ ଆମ ନିକଟରେ ଉଭୟ ଘର ଓ ମମତା ଥାଏ ସେତେବେଳେ ଆମେ ଦିନ ତମାମ ସଙ୍ଗୀତ ଗାନ କରୁ। ତାପରେ 3 ନମ୍ବର ପ୍ରଶ୍ନ, ହ୍ୱେନ୍ ଡଜ୍ ୱାନ୍ ହ୍ୟାଭ୍ ଏ ୱିନିଂ ପୋଜିସନ୍? କେତେବେଳେ ଜଣେ ବିଜେତା ଆସନ ଲାଭ କରେ? ହ୍ୱେନ୍ ୱାନ୍ ଗେଟ୍ସ ବୋଥ୍ ହୋମ୍ ଆଣ୍ଡ ଲଭ୍? ଯେତେବେଳେ ଜଣେ ଉଭୟ ଘର ମମତା ପାଇଥାଏ, ହି ହ୍ୟାଜ୍ ଏ ୱିନିଂ ପୋଜିସନ୍, ସେ ବିଜେତା ଆସନ ଲାଭ କରେ।